ଆଜି ଆସନ୍ତୁ ଆମ୍ଭେ ନ୍ୟାୟ ସ୍ୱର୍ଗ କିମ୍ବା ନର୍କ ଏହି ଉପଦେଶ ଶୀର୍ଷକର ସହିତ ପରମେଶ୍ୱରଙ୍କ ବାକ୍ୟ ଭାଗ କରିବା। ଏହି ଶୀର୍ଷକ ଅନ୍ତର୍ଗତ ଆସନ୍ତୁ ଆମ୍ଭେ ପୁଣି ଥରେ ପରମେଶ୍ୱରଙ୍କ ଅନୁଗ୍ରହର ମୂଲ୍ୟକୁ ଅନୁଭବ କରିବା, ଯାହାଦ୍ୱାରା ସେ ଆମ୍ଭମାନଙ୍କୁ ଅନନ୍ତ ସ୍ୱର୍ଗରେ ପ୍ରବେଶ କରିବାକୁ ଦିଅନ୍ତି। ଯେତେବେଳେ ଆମ୍ଭେ ନର୍କ ବିଷୟରେ ଭାବୁ, ତେବେ ଆମ୍ଭେ କେବଳ ଭାବିଥାଉ କି ନର୍କ ଏକ ଯନ୍ତ୍ରଣାର ସ୍ଥାନ ଯେଉଁଠି ଲୋକମାନଙ୍କୁ ଜ୍ୱଳନ୍ତ ଅଗ୍ନିକୁଣ୍ଡରେ ସବୁଦିନ ପାଇଁ କଷ୍ଟ ହୋଇଥାଏ। ଆମ୍ଭେ ଅନେକ ସମୟରେ ନର୍କ ବିଷୟରେ କଥାବାର୍ତ୍ତା କରୁ, କିନ୍ତୁ ଆମ୍ଭେ କ୍ୱଚିତ୍ ସେହି ଗଭୀରତା ମାପ ପାଇଥାଉ କି ସେଠାରେ ପୀଡ଼ା କେତେ ଯନ୍ତ୍ରଣାଦାୟକ ହେବ। ଏହା ବୁଝିବା ଦ୍ୱାରା କି ନର୍କର ପୀଡ଼ା କେତେ ଯନ୍ତ୍ରଣାଦାୟକ ହେବ, ମୋର ଆଶା ଅଛି କି ଆପଣ ଓ ମୁଁ ପୁଣି ଥରେ ପରମେଶ୍ୱରଙ୍କ ମହାନ ପ୍ରାୟଶ୍ଚିତ୍ତର ଅନୁଗ୍ରହକୁ ଅନୁଭବ କରିବା, ଯିଏ ଆମ୍ଭମାନଙ୍କୁ ଏଥିରୁ ରକ୍ଷା କଲେ। ମୁଁ ଆପଣଙ୍କ ସହିତ ସିଓନର ଏକ ସୁଗନ୍ଧ ଭାଗ କରିବାକୁ ଚାହିଁବି। ନିକଟରେ ମୁଁ କମ୍ପ୍ଲେକ୍ସ ରିଜିନାଲ ପେନ୍ ସିଣ୍ଡ୍ରୋମ ଅର୍ଥାତ୍ CRPSରେ ଏକ ଡକ୍ୟୁମେଣ୍ଟାରୀ ଦେଖିଲି। ମୁଁ କଳ୍ପନା କରିପାରିଲି କି ସେହି ଦଣ୍ଡ କେତେ ଯନ୍ତ୍ରଣାଦାୟକ ହେବ, ଯେତେବେଳେ ପାପ କରୁଥିବା ଆତ୍ମାମାନେ ବିଚାର ଦିନ ଅଗ୍ନି ଏବଂ ଗନ୍ଧକର ଜଳୁଥିବା ଜ୍ୱଳନ୍ତ ହ୍ରଦରେ ପକାଯିବ। ଏହା ବ୍ୟତୀତ ମୁଁ ଅନୁଭବ କରିପାରିଥାନ୍ତି କି ପାପର କ୍ଷମା, ଉଦ୍ଧାର ଓ ନର୍କର ଦଣ୍ଡରୁ ଗୋଟିଏ ଆତ୍ମାକୁ ଉଦ୍ଧାର କରିବା ବାସ୍ତବରେ ପରମେଶ୍ୱରଙ୍କ ମହାନ ଆଶୀର୍ବାଦ। CRPS ଏକ ବିରଳ ଏବଂ ଅସୁସ୍ଥଜନକ ରୋଗ, ଯାହା ଆଘାତରେ ଘୋର ଯନ୍ତ୍ରଣା ସୃଷ୍ଟି କରେ, ଯାହା ମନୁଷ୍ୟ କେବେ ଅନୁଭବ କରିପାରିବ ନାହିଁ। ଏହା ଏକ ଭୟାନକ ରୋଗ, ଯେଉଁ କାରଣରୁ ପ୍ରସବ ପୀଡ଼ା ବା ଶରୀରର କୌଣସି ଅଙ୍ଗ ଜଳିଯିବା ବା କଟିଯିବା ପରି ଯନ୍ତ୍ରଣା ହୋଇଥାଏ। ଯନ୍ତ୍ରଣାର ତୀବ୍ରତା ଯାହାକୁ ଲୋକମାନେ ଅନୁଭବ କରନ୍ତି, ତାହାକୁ 1ରୁ 10 ପର୍ଯ୍ୟନ୍ତ ଯନ୍ତ୍ରଣାର ସ୍କେଲରେ ବର୍ଣ୍ଣନା କରାଯାଇପାରିବ। ସ୍କେଲର ତଳ ଭାଗର ସାମାନ୍ୟ ମୁଣ୍ଡବିନ୍ଧା, ମାଂସପେଶୀର ଯନ୍ତ୍ରଣା ଏବଂ ପୁରୁଣା ପିଠି ଯନ୍ତ୍ରଣା ହୋଇଥାଏ। ତାପରେ କେମୋଥେରାପି ସମୟରେ ହେଉଥିବା ଯନ୍ତ୍ରଣା ଏବଂ ଏକ ଚାପ ବିନ୍ଦୁରେ ଆଘାତ ପାଇଁ ଶ୍ୱାସ ନେବାରେ ଯନ୍ତ୍ରଣା, ଏପିଡ୍ୟୁରାଲ ବିନା ପ୍ରସବ ଯନ୍ତ୍ରଣା, ଅଙ୍ଗ କଟିଯିବାର ଯନ୍ତ୍ରଣା ଏବଂ ସବୁଠାରୁ ଗମ୍ଭୀର ଯନ୍ତ୍ରଣା, ନିଆଁରେ ଜଳିଯିବାର ଯନ୍ତ୍ରଣା। CRPS କଟିଯିବା କିମ୍ବା ଜଳିଯିବାର ଯନ୍ତ୍ରଣାର ଅନୁଭବ ଉତ୍ପନ୍ନ କରିଥାଏ। ଏହା ସବୁଠାରୁ ଖରାପ ଯନ୍ତ୍ରଣା ଯାହା ମନୁଷ୍ୟ ଅନୁଭବ କରିପାରିବ ଏବଂ ଏହା ସବୁଠାରୁ ଭୟଙ୍କର ରୋଗ ଯାହାଦ୍ୱାରା ମନୁଷ୍ୟ ପୀଡ଼ିତ ହୋଇପାରେ। ଯେହେତୁ ଏହି ରୋଗର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ, ଏହାକୁ ଠିକ୍ କରିବା ପାଇଁ କୌଣସି ଜଣାଶୁଣା ଚିକିତ୍ସା କିମ୍ବା ଔଷଧ ନାହିଁ। ଡାକ୍ତରଙ୍କ ଲକ୍ଷ୍ୟ କେବଳ ଯନ୍ତ୍ରଣାକୁ କମାଇବା। ରୋଗ ସେହି ସମୟରେ ବିକଶିତ ହୁଏ ଯେତେବେଳେ ଆଘାତ ପରେ ସ୍ୱୟଂଚାଳିତ ସ୍ନାୟୁ ପ୍ରଣାଳୀ ନଷ୍ଟ ହୋଇଯାଏ, ଯେପରିକି ଏକ କାର ଦୁର୍ଘଟଣା କିମ୍ବା ଗଣ୍ଠି ମୋଡ଼ି ହୋଇଯିବା ବା ମୋଡ଼ିବା ପରି ସାମାନ୍ୟ ଆଘାତ। ଏହା ଯେକୌଣସି ସମୟରେ କାହାକୁ ମଧ୍ୟ ହୋଇପାରେ। ଯେହେତୁ ରୋଗୀମାନେ ଗମ୍ଭୀର ଯନ୍ତ୍ରଣାରେ ପୀଡ଼ିତ, ଏଥିପାଇଁ ସେମାନେ ଆପଣା ଶରୀରର ଅଙ୍ଗକୁ କାଟିଦେବାକୁ ଚାହୁଁଛନ୍ତି ଯେଉଁଠାରେ ଯନ୍ତ୍ରଣା ହୁଏ। କିନ୍ତୁ ଯେହେତୁ ଯନ୍ତ୍ରଣା ସ୍ନାୟୁ ନେଟୱାର୍କରେ ଅଛି, ଯଦିଓ ସେମାନେ ଅଙ୍ଗଗୁଡ଼ିକୁ ମଧ୍ୟ କାଟିଦିଅନ୍ତି, ତଥାପି ସେମାନେ ଯନ୍ତ୍ରଣା ଅନୁଭବ କରନ୍ତି। ଡକ୍ୟୁମେଣ୍ଟାରୀରେ ରୋଗୀମାନେ ପ୍ରତିଦିନ ସକାଳେ ଯନ୍ତ୍ରଣାଦାୟକ ସ୍ଥାନରୁ ଶକ୍ତିଶାଳୀ ଯନ୍ତ୍ରଣାରୁ ମୁକ୍ତି ପ୍ୟାଚ୍ କିମ୍ବା ମଲମ ପ୍ରୟୋଗ କରୁଥିବାର ଦେଖାଯାଇଥିଲା। ରୋଗୀମାନେ ପ୍ୟାଚ୍ କିମ୍ବା ମଲମ ପ୍ରୟୋଗ କରିବାର ଯନ୍ତ୍ରଣାକୁ ଏହିପରି ବର୍ଣ୍ଣନା କଲେ, ସତେ ଯେପରି ଏହା ଛୁରୀରେ କଟିଯିବାର ଯନ୍ତ୍ରଣା। ସେମାନେ ଗୋଟିଏ ତଉଲିଆକୁ ଦାନ୍ତରେ କାଟି ବା ଆପଣା ଆଖିକୁ ଦୃଢ଼ରେ ବାନ୍ଧି ଅସ୍ଥାୟୀ ଯନ୍ତ୍ରଣାକୁ ସହ୍ୟ କରନ୍ତି, କାରଣ ସେମାନେ ଜାଣିଛନ୍ତି କି ଯଦି ସେମାନେ ଏପରି ନ କରନ୍ତି, ତେବେ ସେମାନେ ବହୁତ ଅଧିକ ପୀଡ଼ିତ ହେବେ। କେତେକ ରୋଗୀ ଏକ ଉପକରଣ ଲଗାଇବା ପାଇଁ ଏକ ଅସ୍ତ୍ରୋପଚାର କରନ୍ତି, ଯାହା ସ୍ନାୟୁକୁ ଏକ ବିଦ୍ୟୁତ୍ ସକ୍ ଦେଇ ଯନ୍ତ୍ରଣାକୁ ହ୍ରାସ କରେ, କିମ୍ବା ଯନ୍ତ୍ରଣାର ସ୍ଥାନରେ ସିଧା ମର୍ଫାଇନ୍ ପହଞ୍ଚାଇବା ପାଇଁ ଆପଣା ଶରୀରରେ ଏକ ପମ୍ପକୁ ଲଗାଇଥାନ୍ତି।
ଯଦିଓ ସେମାନେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରନ୍ତି, ଯନ୍ତ୍ରଣା କେବେ ବି ଅପ୍ରତ୍ୟାଶିତ ଭାବରେ ଆସେ ଏବଂ ଯେତେବେଳେ ଏହା ଘଟେ ତେବେ କିଛି ମଧ୍ୟ କାମ କରେ ନାହିଁ। ସେମାନେ ଅନୁଭବ କରୁଛନ୍ତି ଯେପରି କୁରାଢ଼ୀ ଦ୍ୱାରା ହତ୍ୟା କରାଯାଇଛି। ଏହା ସହିତ ସେମାନେ ଅଚେତ ହେବା ପର୍ଯ୍ୟନ୍ତ ଯନ୍ତ୍ରଣା ଭୋଗନ୍ତି। ସେମାନେ ଏକ ଦୀର୍ଘ ନିଶ୍ୱାସ ନେଇ ଯନ୍ତ୍ରଣାକୁ ସହିବାକୁ ଚେଷ୍ଟା କରନ୍ତି, କିନ୍ତୁ ଏହିପରି ଯନ୍ତ୍ରଣାକୁ କୌଣସି ସୂଚକ ନୁହେଁ କି ଯନ୍ତ୍ରଣା ଶେଷ ହୋଇଯିବ। ଯନ୍ତ୍ରଣା ଦିନରେ ଅନେକ ଥର ହୋଇଥାଏ ଓ ସାଧାରଣତଃ 10 ରୁ 30 ମିନିଟ୍ ପର୍ଯ୍ୟନ୍ତ ରହିଥାଏ। ରୋଗୀମାନଙ୍କ ପାଖରେ ଏହି ଯନ୍ତ୍ରଣା ଶେଷ ହେବାର ଅପେକ୍ଷା କରିବା ବ୍ୟତୀତ କୌଣସି ବିକଳ୍ପ ନାହିଁ। ରୋଗୀମାନଙ୍କ କହିବା କି ସେମାନଙ୍କ ସବୁଠାରୁ ବଡ଼ ଇଚ୍ଛା 30 ମିନିଟ୍ ମଧ୍ୟରେ ସେହି ଗମ୍ଭୀର ଯନ୍ତ୍ରଣା ସମାପ୍ତ ହେଉ, କାରଣ ଯଦି ଏହା ସମାପ୍ତ ନ ହୁଏ ତେବେ ସେମାନଙ୍କୁ ବହୁମୂଲ୍ୟ ଇଞ୍ଜେକ୍ସନ ନେବା ପାଇଁ ଜରୁରୀକାଳୀନ କକ୍ଷକୁ ଯିବାକୁ ପଡ଼ିଥାଏ। ଜଣେ ରୋଗୀକୁ ଦିନେ ପୂର୍ବରୁ ହିଁ ଜରୁରୀକାଳୀନ କକ୍ଷରେ ଅଣାଯାଇଥିଲା ଓ ତାହାକୁ ପୁଣି ଦ୍ୱିତୀୟ ଥର ସେଠାକୁ ଅଣାଯାଇଥିଲା। ଯନ୍ତ୍ରଣାରେ ସେ କହିଲା, ମୁଁ ଆପଣା ଗୋଡ଼ କାଟିବାକୁ ଚାହୁଁଅଛି। ସେ ପଚାରିଲେ, ଏହି ନର୍କ ଭଳି ଯନ୍ତ୍ରଣା କେବେ ଶେଷ ହେବ? ମୁଁ 4 ବର୍ଷ ଧରି ଏହିପରି ଯନ୍ତ୍ରଣା ଭୋଗୁଛି ଏବଂ ଏହି ଯନ୍ତ୍ରଣା ଠିକ୍ ହେଉନାହିଁ। ଏହା ଅଧିକରୁ ଅଧିକ ଖରାପ ହେବାରେ ଲାଗିଛି। ମୁଁ ଥକି ଯାଇଛି ଏବଂ ମୁଁ ଭୟଭୀତ ଅଛି। ଗମ୍ଭୀର ଲକ୍ଷଣର ରୋଗୀ ବିଭିନ୍ନ ପ୍ରଣାଳୀରେ ଆପଣା ଯନ୍ତ୍ରଣାର ବର୍ଣ୍ଣନା କରନ୍ତି। ଜଣେ 40 ବର୍ଷ ବୟସ୍କା ମହିଳା ତାଙ୍କ ଯନ୍ତ୍ରଣା ବିଷୟରେ ବର୍ଣ୍ଣନା କଲେ, ଯେପରି ତାଙ୍କ ଗୋଡ଼ରେ ଥିବା ସମସ୍ତ ଗଣ୍ଠି ଜଣେ ଲମ୍ବା କଂସାଇ ଛୁରୀରେ ଧୀରେ ଧୀରେ ଏବଂ ବଳପୂର୍ବକ କାଟିବାରେ ଲାଗିଛି ଏବଂ ଜଳିଯିବାର ଯନ୍ତ୍ରଣା ଭୂପୃଷ୍ଠରେ ଜଳିବା ପରି ନୁହେଁ, କିନ୍ତୁ ଅଗ୍ନି ଦ୍ୱାରା ଗ୍ରାସ ହେବାର ଅନୁଭବ ଅଛି। ଏହା ବ୍ୟତୀତ ଯନ୍ତ୍ରଣା ଭୋଗୁଥିବା ବେଳେ ସେମାନେ ଆପଣା ଶରୀରକୁ ମୋଡୁଥାଇ ରକ୍ତ ବୁହାଇବା ପର୍ଯ୍ୟନ୍ତ ସ୍ୱୟଂକୁ ଆଘାତ ପହଞ୍ଚାଇଥାନ୍ତି, କିନ୍ତୁ ସେମାନେ ଜାଣିନଥାନ୍ତି କି କାରଣ ସେମାନେ ଯେଉଁ ଯନ୍ତ୍ରଣାକୁ ସହ୍ୟ କରନ୍ତି ତାହା ଅତ୍ୟନ୍ତ ଖରାପ। କାର୍ଯ୍ୟକ୍ରମର ନିର୍ଦ୍ଦେଶକ ସେମାନଙ୍କ ମଧ୍ୟରୁ ଜଣକୁ ପଚାରିଲେ, ତୁମ୍ଭ ହାତରେ ଏତେ ଦାଗ କାହିଁକି ଅଛି? ରୋଗୀ କହିଲା, ଯେତେବେଳେ ଯନ୍ତ୍ରଣା ଆରମ୍ଭ ହେଲା ମୁଁ ନିଆଁରେ ଗରମ କରାଯାଇଥିବା ମୁଦ୍ରାକୁ ଚିମଟାରେ ଧରି ଏହା ଆଶା କରୁଥାଏ କି ଏହା ଏହି ଯନ୍ତ୍ରଣାକୁ ହ୍ରାସ କରିବ। ସେହି ସ୍ଥାନରେ ରଖେ ଯେଉଁଠି ଯନ୍ତ୍ରଣା ହୁଏ। ସେ କହିଲେ କି ଅନ୍ୟ ଦାଗ ଗୋଟିଏ ଧାରୁଆ ବ୍ଲେଡରେ ତାହା ପାଖରେ କାଟିବାରୁ ଏହା ଆଶା କରୁଥାଏ କି ତାହା ମଧ୍ୟ ଏହି ଯନ୍ତ୍ରଣାକୁ ହ୍ରାସ କରିବ। 25 ବର୍ଷ ବୟସ୍କ ଜଣେ ଯୁବକ ରୋଗୀ କହିଲେ, ଏହି ଯନ୍ତ୍ରଣାକୁ କେହି ବୁଝିପାରିବେ ନାହିଁ, ମୋ ବ୍ୟତୀତ ଆଉ କେହି ନୁହେଁ। ବାସ୍ତବରେ ଯନ୍ତ୍ରଣାର ଗଭୀରତା ଓ ତୀବ୍ରତା ସେ ପର୍ଯ୍ୟନ୍ତ ଅକଳ୍ପନୀୟ ଲାଗୁଥିଲା ଯେ ପର୍ଯ୍ୟନ୍ତ କେହି ତାହାକୁ ଅନୁଭବ ନ କରେ। ଏହା ଦେଖୁଥାଏ କି କେମିତି CRPS ରୋଗୀ ପ୍ରତିଦିନ ନିରନ୍ତର ଯନ୍ତ୍ରଣାରେ ରହନ୍ତି ଏବଂ କିପରି ସେହି ଯନ୍ତ୍ରଣାରୁ ମୁକ୍ତ ପାଇବା ପାଇଁ ଇଚ୍ଛା କରନ୍ତି। ମୁଁ ଯନ୍ତ୍ରଣାର ପରିଭାଷାକୁ ଜାଣି ଯାଇଅଛି। ମୋତେ ଏହା ମଧ୍ୟ ଅନୁଭବ ହେଲା କି ସ୍ୱର୍ଗରେ କରିଥିବା ଗମ୍ଭୀର ପାପ ହେତୁ ମୋତେ କେମିତି ନର୍କର ଅନନ୍ତ ଦଣ୍ଡ ଭୋଗିବାକୁ ପଡ଼ିବ ଯେଉଁଠାରେ ନିଆଁ ଲିଭି ନଥାଏ। ମୁଁ ଆଶ୍ଚର୍ଯ୍ୟ ଅଛି କି ଯଦି ସ୍ୱର୍ଗୀୟ ପିତା ଓ ମାତା ମୋତେ ଆପଣା ବଳିଦାନ ଓ ପ୍ରେମ ମାଧ୍ୟମରେ ଉଦ୍ଧାର କରିନଥାନ୍ତେ, ମୁଁ କେଉଁଠି ଥାନ୍ତି ଏବଂ କେଉଁ ପ୍ରକାରର ଜୀବନଯାପନ କରିଥାନ୍ତି। ଯେତେବେଳେ ମଧ୍ୟ ମୁଁ ନର୍କର ଏକ ଆତ୍ମିକ CRPS ରୋଗୀ ରୂପେ କଷ୍ଟଦାୟକ ଯନ୍ତ୍ରଣାରେ ବଞ୍ଚିବାର କଳ୍ପନା କରିଥାଏ, ସେତେବେଳେ ମୋ କେଶ ଠିଆ ହୋଇଯାଏ। କମରୁ କମ୍ ଯନ୍ତ୍ରଣାଦାୟକ ଔଷଧରୁ CRPS ରୋଗୀମାନଙ୍କ ଯନ୍ତ୍ରଣା ଅଳ୍ପ କମ୍ କରାଯାଇପାରିବ। କିନ୍ତୁ ଯେପରି ଆମ୍ଭେ ଧନୀ ଲୋକର ଦୃଷ୍ଟାନ୍ତରେ ଦେଖିପାରିବା, ନର୍କରେ ସେହି ଲୋକମାନଙ୍କ ଶୋଷ ମେଣ୍ଟାଇବା ପାଇଁ ଜଳର ଏକ ବୁନ୍ଦା ମଧ୍ୟ ଦିଆଯାଏ ନାହିଁ। ଏହା ଭାବି ମୁଁ ଅନୁଭବ କରିପାରେ କି ଆମ୍ଭେ କେତେ ଧନ୍ୟ ଅଟୁ କି ଆମ୍ଭେ ପୃଥିବୀରେ ଅନୁତାପ କରିବାରେ ଓ ଆପଣା ପାପରୁ ମୁକ୍ତ ହେବାରେ ସକ୍ଷମ ହୋଇପାରିବା। ପୁଣି ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ ତେବେ ତାହା କାଟି ପକାଅ। 2 ହସ୍ତ ଘିନି ନରକ ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ, କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ। ଆଉ ତୁମ୍ଭର ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ ତେବେ ତାହା କାଟି ପକାଅ। 2 ପାଦ ଘିନି ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ, କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ। ପୁଣି ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ
ତେବେ ତାହା ଉପାଡ଼ି ପକାଅ। ଦୁଇ ଚକ୍ଷୁ ଘେନି ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ, ଯେଣୁ ପ୍ରତ୍ୟେକ ଜଣ ଅଗ୍ନିରେ ଲବଣାକ୍ତ ହେବ। ମୁଁ ଏହା ବୁଝିବାକୁ କୃତଜ୍ଞ କି ନରକରେ କେତେ ଯନ୍ତ୍ରଣାଦାୟକ ହେବ। କାରଣ ପରମେଶ୍ୱର ସ୍ୱର୍ଗରେ କରିଥିବା ମୋର ସମସ୍ତ ପାପକୁ ଆପଣା ବହୁମୂଲ୍ୟ ରକ୍ତ ନିର୍ଗତ କରି କ୍ଷମା କରିଛନ୍ତି। ଏଥିପାଇଁ ମୁଁ ଏବେଠାରୁ ନୂତନ ନିୟମର ଆଉ ଅଧିକ ସଚ୍ଚୋଟତାରେ ପାଳନ କରିବି। ମୁଁ ଆପଣା ସମସ୍ତ ପାପକୁ କ୍ଷମା କରିବା ଓ ଆମ୍ଭମାନଙ୍କୁ ନରକର ଦଣ୍ଡରୁ ମୁକ୍ତ କରିଥିବା ନିମନ୍ତେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି। ମୁଁ ଜଣେ ଅକୃତଜ୍ଞ ବା ମୂର୍ଖ ବ୍ୟକ୍ତି ହେବି ନାହିଁ, ଯିଏ ନିୟମର ରକ୍ତକୁ ଅପବିତ୍ର ଜାଣି ଭାରି ଦଣ୍ଡର ଯୋଗ୍ୟ ଅଟନ୍ତି। ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା। ଆଉ ସେ ନରକ ଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ, ହେ ପିତା ଅବ୍ରାହମ, ମୋତେ ଦୟାକରି ଲାଜରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ଆପଣା ଅଙ୍ଗୁଳିର ଟିପ ବୁଡ଼ାଇ ମୋର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି। ମୁଁ ଏହି ବାକ୍ୟଗୁଡ଼ିକୁ ଅନେକ ଥର ଦେଖିଛି ଓ ଶୁଣିଅଛି। ଏହି ପଦରେ ଧନୀ ଲୋକର ଯନ୍ତ୍ରଣା ବିଷୟରେ ବର୍ଣ୍ଣନା କରାଯାଇଅଛି, କିନ୍ତୁ ମୋତେ ଜଣା ନଥିଲା କି ସେ ନର୍କ ଯନ୍ତ୍ରଣାରୁ ସ୍ୱୟଂକୁ ମୁକ୍ତ କରିବାର ପ୍ରଣାଳୀ ଖୋଜିବାର କେତେ ଚେଷ୍ଟା କରିଥିଲା। ମୁଁ ଏହାକୁ କେବଳ ଉପରୁ ହିଁ ଜାଣିଥିଲି। ସିଆର୍ପିଏସ୍ ଦ୍ୱାରା ହେଉଥିବା ଯନ୍ତ୍ରଣା ବିଷୟରେ ଜାଣିବା ପରେ ଏବେ ମୁଁ ଆପଣା ମନରେ ନର୍କର ଯନ୍ତ୍ରଣାକୁ ଅନୁଭବ କରିପାରିବି। ବର୍ତ୍ତମାନ ସେହି ସମୟ ଯେତେବେଳେ ପରମେଶ୍ୱର ଆମ୍ଭମାନଙ୍କ ପାପ ହେତୁ ହେବାକୁ ଥିବା ଯନ୍ତ୍ରଣା ଓ କଷ୍ଟକୁ ଦୂର କରି ଅସୀମ ଦୟା ଓ ଅନୁଗ୍ରହକୁ ଏକ ଝରଣା ତୁଲ୍ୟ ପ୍ରବାହିତ କରୁଛନ୍ତି। ମୁଁ ପରମେଶ୍ୱରଙ୍କ ସେହି ସନ୍ତାନ ହେବାକୁ ଚାହେଁ, ଯିଏ ସମୟ ନଷ୍ଟ କରେ ନାହିଁ, କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହରେ ବହୁ ମାତ୍ରାରେ ପବିତ୍ର ଆତ୍ମା ପ୍ରାପ୍ତ କରେ। ମାତାଙ୍କ ମନ ଏହା ଜାଣୁଥାଇ କେତେ ଦୁଃଖିତ ଥିବ କି ତାହାଙ୍କ ସନ୍ତାନ ସ୍ୱର୍ଗରେ କରିଥିବା ପାପ ହେତୁ ନର୍କର ଅନନ୍ତ ଦଣ୍ଡ ଭୋଗିବେ। ଆମ୍ଭମାନଙ୍କ ପାଖରେ ସ୍ୱର୍ଗୀୟ ମାତାଙ୍କ ମନରେ ଆତ୍ମିକ ସିଆର୍ପିଏସ୍ର ଯନ୍ତ୍ରଣା ହୋଇଥିବ ଏବଂ ସେ ସେହି ଯନ୍ତ୍ରଣାକୁ ନର୍କ ପରି ହିଁ ଅନୁଭବ କରିଥିବେ। ସ୍ୱର୍ଗୀୟ ମାତା, ଆପଣ ଏହି ମୂର୍ଖ ସନ୍ତାନକୁ ଆପଣା ସବୁ କିଛି ମାନନ୍ତି। ଦୟାକରି ମୋତେ ଆପଣଙ୍କ ପ୍ରେମକୁ ବୁଝିବାକୁ ଅନୁମତି ଦିଅନ୍ତୁ, ଯାହାଫଳରେ ପରମେଶ୍ୱରଙ୍କ ରାଜ୍ୟ ସର୍ବଦା ମୋ ମନରେ ରହୁ। ଆମ୍ଭେ ଦୟନୀୟ ଆତ୍ମା ଥିଲୁ, ଯାହାଙ୍କୁ ନର୍କରେ ସିଆର୍ପିଏସ୍ ରୋଗୀଙ୍କ ରୂପରେ ବଞ୍ଚିବା ପାଇଁ ଦଣ୍ଡିତ କରାଯାଇଥିଲା। ମାତ୍ର ସ୍ୱର୍ଗୀୟ ମାତା, ଆପଣ ଆମ୍ଭମାନଙ୍କୁ ଆପଣା ପ୍ରେମ ଦ୍ୱାରା ସୁସ୍ଥ କରି ସର୍ବଦା ନିମନ୍ତେ ଯନ୍ତ୍ରଣାରୁ ମୁକ୍ତ କଲେ ଆଉ ଆମ୍ଭମାନଙ୍କୁ ଖୁସି ଓ ଆନନ୍ଦରେ ପରିପୂର୍ଣ୍ଣ ସ୍ୱର୍ଗର ଅନନ୍ତ ରାଜ୍ୟରେ ରହିବାକୁ ଅନୁମତି ଦେଲେ। ମୁଁ ଆନ୍ତରିକତାରେ ଆପଣଙ୍କୁ ଧନ୍ୟବାଦ ଦେଉଅଛି। ସ୍ୱର୍ଗୀୟ ପିତା ଓ ମାତା, ମୋତେ ବଞ୍ଚାଇବା ପାଇଁ ଧନ୍ୟବାଦ। ମୁଁ ଆପଣଙ୍କୁ ସର୍ବଦା ପ୍ରେମ କରିବି। ଆଜି ସିଓନର ଏହି ସୁଗନ୍ଧକୁ ମୁଁ ଆପଣଙ୍କ ପାଇଁ ଏଥିପାଇଁ ପଢ଼ିଲି, କାରଣ ସେମାନେ କହନ୍ତି କି ସବୁଠାରୁ ଖରାପ ଯନ୍ତ୍ରଣା ଯାହା ମନୁଷ୍ୟ ଅନୁଭବ କରେ, ତାହା ଜଳିବାର ଏକ ଯନ୍ତ୍ରଣା। 1ରୁ 10 ପର୍ଯ୍ୟନ୍ତ ଯନ୍ତ୍ରଣା ସ୍କେଲରେ ଅତ୍ୟଧିକ ଯନ୍ତ୍ରଣା ନିଆଁରେ ପୋଡ଼ିଯିବା। ମୋତେ ଲାଗୁଅଛି କି ଏହି କାରଣରୁ ବାଇବେଲରେ ପରମେଶ୍ୱର ଏପରି କହିଲେ, ସେମାନେ ଅଗ୍ନିର ହ୍ରଦରେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ। ସେତେବେଳେ ଆପଣ ଓ ମୁଁ, ଯେଉଁମାନେ ଅନନ୍ତ ଦୁଃଖ ଓ ମୃତ୍ୟୁର ପରିସ୍ଥିତିରେ ଥିଲୁ, ପରମେଶ୍ୱର ଆମ୍ଭମାନଙ୍କ ପାପକୁ କ୍ଷମା କଲେ ଏବଂ ଆମ୍ଭମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆପଣା ପବିତ୍ର ଶରୀରକୁ କ୍ରୁଶରେ ସମର୍ପଣ ଓ ମରିବା ପାଇଁ ଦେଇଦେଲେ। ଯେତେବେଳେ ଆମ୍ଭେ ଅନୁଭବ କରୁ କି ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ଏପରି କରିଛନ୍ତି, ତେବେ ଆମ୍ଭମାନଙ୍କୁ କଦାପି ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଅନୁଗ୍ରହକୁ ହାଲୁକାରେ ନେବା ଉଚିତ ନୁହେଁ। ନିକଟରେ ଏହି ରୋଗରେ ପୀଡ଼ିତ ଲୋକଙ୍କ କାହାଣୀଗୁଡ଼ିକ ଟିଭିରେ ପ୍ରସାରଣ କରାଗଲା। ସେମାନେ କହୁଛନ୍ତି କି ଯନ୍ତ୍ରଣା ଏତେ ଗମ୍ଭୀର କି ସେମାନେ ଆପଣା ବାହୁ ଏବଂ ଗୋଡ଼କୁ କାଟିବାକୁ ଚାହୁଁଛନ୍ତି। ସେମାନେ ଡିପ୍ରେସନଗ୍ରସ୍ତ ଅଟନ୍ତି, କାରଣ ସେମାନେ ସବୁବେଳେ ଯନ୍ତ୍ରଣାରେ ରହନ୍ତି ଏବଂ ଶୋଇପାରନ୍ତି ନାହିଁ। ସେମାନଙ୍କ ପାଇଁ ଯନ୍ତ୍ରଣାଦାୟକ ବନ୍ଧନରୁ ମୁକ୍ତ ହେବାର କୌଣସି ରାସ୍ତା ନାହିଁ। ଏହି ପୃଥିବୀରେ ଆମ୍ଭମାନଙ୍କ ଜୀବନ କ୍ଷଣସ୍ଥାୟୀ। କୌଣସି ସମୟରେ ଆମ୍ଭେ ଏହି ପୃଥିବୀକୁ ଛାଡ଼ିଦେବା। ସମୟ ଆସିଯିବ ଯେତେବେଳେ ସବୁ କିଛି ଅଟକିଯିବ। କିନ୍ତୁ ନର୍କରେ ଯନ୍ତ୍ରଣା ବିଷୟରେ କ'ଣ?
ନର୍କରେ ଯନ୍ତ୍ରଣାର ତୁଳନା ଏହି ପୃଥିବୀରେ CRPSର ଯନ୍ତ୍ରଣା ସହିତ କରାଯାଇପାରିବ ନାହିଁ। ଏହା କଦାପି ଶେଷ ହେବ ନାହିଁ। ଭାଇ ଓ ଭଉଣୀମାନେ, ଯେତେବେଳେ ଆମ୍ଭେ ଏହା ବିଷୟରେ ଚିନ୍ତା କରୁ, ତେବେ ଆମ୍ଭେ କିପରି କହିପାରିବା କି ପରମେଶ୍ୱରଙ୍କ ଉଦ୍ଧାର ତୁଚ୍ଛ ଏବଂ ଆମ୍ଭେ କିପରି ଆପଣ ଉଦ୍ଧାରର ମୂଲ୍ୟକୁ ହାଲୁକାରେ ନେଇପାରିବା? ଯେହେତୁ ନର୍କ ନିଶ୍ଚିତ ଭାବରେ ବିଦ୍ୟମାନ ଅଛି, ଏଥିପାଇଁ କ'ଣ ପରମେଶ୍ୱର ଲୋକଙ୍କ ସମସ୍ତ ପ୍ରକାର ଉପହାସ ଏବଂ ଅପମାନ ସତ୍ତ୍ୱେ ଶରୀରରେ ଆସିଲେ ନାହିଁ ଏବଂ ଆଉ ଏକ ଆତ୍ମାକୁ ବଞ୍ଚାଇବା ପାଇଁ ସତ୍ୟର ବାକ୍ୟ ପ୍ରଚାର କଲେ ନାହିଁ, ଯାହାଦ୍ୱାରା ଆପଣ ଓ ମୁଁ ସେହି ସ୍ଥାନକୁ ନ ଯାଉ? ଆସନ୍ତୁ ଆମ୍ଭେ ମାଥ୍ୟୁ ଅଧ୍ୟାୟ 7 ପଦ 21ରେ ପରମେଶ୍ୱରଙ୍କ ବାକ୍ୟକୁ ଦେଖିବା। ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ଯଦି ସେମାନେ ସ୍ୱର୍ଗରେ ପ୍ରବେଶ କରିପାରିବେ ନାହିଁ, ତେବେ ସେମାନେ କୁଆଡ଼େ ଯିବେ? ଏକମାତ୍ର ଜାଗା ରହିଛି, ତାହା ନର୍କ। ପରମେଶ୍ୱର କହିଲେ କି ସମସ୍ତ ମନୁଷ୍ୟକୁ ମୃତ୍ୟୁ ପରେ ନ୍ୟାୟର ସାମ୍ନା କରିବାକୁ ପଡ଼ିବ। ସେହି ସମୟରେ ସେମାନଙ୍କୁ ସ୍ୱର୍ଗ କିମ୍ବା ନର୍କକୁ ପଠାଯିବ। ସ୍ୱର୍ଗର ଅନନ୍ତ ରାଜ୍ୟର ପଥ ପ୍ରତିଦିନ ପରମେଶ୍ୱରଙ୍କ ଇଚ୍ଛାକୁ ଜାଣିବା ଏବଂ ତାଙ୍କ ଇଚ୍ଛା ଅନୁଯାୟୀ ବଞ୍ଚିବାର ଚେଷ୍ଟା କରିବାର ଅଛି। କ'ଣ ଆମ୍ଭମାନଙ୍କୁ ସର୍ବଦା ଏପରି ଜୀବନଯାପନ କରିବା ଉଚିତ ନୁହେଁ? କିନ୍ତୁ କୌଣସି ଫରକ ପଡ଼ିବ ନାହିଁ କି CRPS ରୋଗୀମାନେ ଆପଣା ଯନ୍ତ୍ରଣାର ବର୍ଣ୍ଣନା କରନ୍ତି, ଲୋକମାନେ ଏହା ବୁଝିପାରନ୍ତି ନାହିଁ। ଜଣେ ବ୍ୟକ୍ତି ଇଣ୍ଟରଭ୍ୟୁରେ କହିଲେ କି କେହି ବି ନୁହେଁ, କିନ୍ତୁ କେବଳ ସେ ହିଁ କେବଳ ଯନ୍ତ୍ରଣାକୁ ବୁଝିପାରିବ। ତାଙ୍କ ପିତାମାତା କିମ୍ବା ଭାଇ ଭଉଣୀମାନେ ମଧ୍ୟ ଏହା କେତେ ଯନ୍ତ୍ରଣାଦାୟକ ତାହା କଦାପି ଜାଣିପାରିବେ ନାହିଁ। ସେମାନେ ଦେଖନ୍ତି କି ସେ ଯନ୍ତ୍ରଣାରେ ଅଛି, କିନ୍ତୁ ତଥାପି ମଧ୍ୟ ସେମାନେ ସେହି ଯନ୍ତ୍ରଣାକୁ ସିଧାସଳଖ ଅନୁଭବ କରିପାରିବେ ନାହିଁ। ତେଣୁ ସେ ସେମାନଙ୍କୁ ବାରମ୍ବାର ବୁଝାଇବା ପାଇଁ ଚେଷ୍ଟା କରେ ଏବଂ ସେମାନେ ଏହା ବିଷୟରେ ଶୁଣି ଶୁଣି କ୍ଳାନ୍ତ ହୁଅନ୍ତି। ପରମେଶ୍ୱର ଏଥିପାଇଁ ଏହି ପୃଥିବୀକୁ ଆସିଲେ, କାରଣ ଆମ୍ଭମାନଙ୍କୁ ସ୍ୱର୍ଗର ଯିବା ପଥ ଶିଖାଯାଇପାରିବ। ହଁ ନା? ପରମେଶ୍ୱର କହିଲେ, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ। ଆସନ୍ତୁ ପଦ 22 ଉପରେ ନଜର ପକାଇବା। ସେଦିନ ଅନେକ ମୋତେ କହିବେ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ? ପୁଣି ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ? ଆଉ ତୁମ୍ଭ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ? ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ। ହେ ଅଧର୍ମଚାରୀମାନେ, ମୋ ପାଖରୁ ଦୂର ହୁଅ। ଯୀଶୁ ସ୍ୱର୍ଗରେ ଅଛନ୍ତି। ଯଦି ଯୀଶୁ ସେମାନଙ୍କୁ ଦୂରକୁ ଯିବାକୁ କୁହନ୍ତି, କାରଣ ସେମାନେ ପ୍ରବେଶ କରିବାକୁ ଯୋଗ୍ୟ ନୁହନ୍ତି, ତେବେ ସେମାନେ କେଉଁଠାକୁ ଯିବେ? ଯେତେବେଳେ ଆମ୍ଭେ ସେହି ଯନ୍ତ୍ରଣା ବିଷୟରେ ଚିନ୍ତା କରୁ, ଯାହା ଆମ୍ଭେ ନର୍କରେ ସର୍ବଦା ପାଇଁ ଭୋଗିବା, ତେବେ ଆମ୍ଭମାନଙ୍କୁ କଦାପି ମୂର୍ଖ ହେବା ଉଚିତ ନୁହେଁ ଏବଂ ଆମ୍ଭମାନଙ୍କୁ ବଞ୍ଚାଇବା ପାଇଁ ପରମେଶ୍ୱରଙ୍କ କୃପା ଏବଂ ସ୍ୱର୍ଗର ମୂଲ୍ୟକୁ ହାଲୁକା ଭାବେ ନେବା ଉଚିତ ନୁହେଁ। ଆମ୍ଭମାନଙ୍କ ପିତା ଏବଂ ମାତା ଆପଣା ସ୍ୱର୍ଗୀୟ ମହିମା ଏବଂ ସିଂହାସନକୁ ଛାଡ଼ିଦେଲେ ଏବଂ ଆପଣା ସନ୍ତାନଙ୍କୁ ନର୍କର ଯନ୍ତ୍ରଣାରୁ ରକ୍ଷା କରିବାକୁ ସଂକଳ୍ପର ସହିତ ଏହି ପୃଥିବୀକୁ ଆସିଲେ। ଆମ୍ଭମାନଙ୍କ ଜୀବନ କ୍ଷଣିକ ଏବଂ କ୍ଷୁଦ୍ର। ପରମେଶ୍ୱର କହିଲେ, ଆମ୍ଭମାନଙ୍କ ଆୟୁର ପରିମାଣ 70 ବର୍ଷ ଅବା ବଳ ସକାଶୁ 80 ବର୍ଷ ହୁଏ, ତାହା ମଧ୍ୟ ଶୀଘ୍ର ବହିଯାଏ। 10 ବର୍ଷ, 20 ବର୍ଷ ଏବଂ 30 ବର୍ଷ ଆମ୍ଭମାନଙ୍କ ଆଖି ସମ୍ମୁଖରେ ଏକ ପଲକ ପରି। ଏହା ହିଁ ଆମ୍ଭମାନଙ୍କର ଜୀବନ। ଏହି କାରଣରୁ କି ପରମେଶ୍ୱର ଆମ୍ଭମାନଙ୍କୁ ମାଥ୍ୟୁ ଅଧ୍ୟାୟ 7ରେ କହିଲେ, ପିତାଙ୍କ ଇଚ୍ଛା ପାଳନ କରିବା ଏବଂ ଯେକୌଣସି ମୂଲ୍ୟରେ ସ୍ୱର୍ଗକୁ ଆସ। ପରମେଶ୍ୱର ଦୃଢ଼ତାରେ କହିଲେ, ଯେଉଁମାନେ ଦୁଷ୍କର୍ମ କରନ୍ତି ସେମାନେ କେବେ ସ୍ୱର୍ଗକୁ ଯାଇପାରିବେ ନାହିଁ। ଏଥିପାଇଁ ଆମ୍ଭମାନଙ୍କୁ ନୂତନ ନିୟମର ସତ୍ୟ ପାଳନ କରିବା ଉଚିତ, ଯାହା ପରମେଶ୍ୱର ଆମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଦେଇଥିଲେ ଏବଂ ସ୍ୱର୍ଗର ଅନନ୍ତ ରାଜ୍ୟ ଆଡ଼କୁ ଚାଲିବା ଉଚିତ। ଆସନ୍ତୁ ଆମ୍ଭେ ସ୍ୱର୍ଗ ଏବଂ ନର୍କ ବିଷୟରେ ସ୍ୱୟଂ ଯୀଶୁ ଦେଇଥିବା ଦୃଷ୍ଟାନ୍ତକୁ ଦେଖିବା। ଆସନ୍ତୁ ଆମ୍ଭେ ଲୁକ୍ ଅଧ୍ୟାୟ 16 ପଦ 19 ଦେଖିବା।
ଜଣେ ଧନୀ ଲୋକ ଥିଲା। ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା। କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା। ତାର ଦେହଯାକ ଘା ଭର୍ତ୍ତି ହୋଇଥିଲା। ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଁଠାରୁ କିଛି ଖାଇ ପେଟ ପୂରାଇବାକୁ ଆଶା କରୁଥିଲା। ଆଉ କୁକୁର ଗୁଡ଼ାକ ସୁଦ୍ଧା ଆସି ତାହାର ଘା ସବୁ ଚାଟୁଥିଲେ। କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରାହମଙ୍କ କୋଳକୁ ନିଆଗଲା। ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା। ଆଉ ସେ ନରକର ଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରାହମ ଓ ତାଙ୍କ କୋଳରେ ଲାଜାରକୁ ଦେଖିଲା। ସେଥିରେ ସେ ଡାକି କହିଲା, ହେ ପିତା ଅବ୍ରାହମ, ମୋତେ ଦୟାକରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ଆପଣା ଅଙ୍ଗୁଳିର ଟିପ ବଢ଼ାଇ ମୋର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି। ଯେପରି ମୁଁ ଆପଣଙ୍କୁ ପୂର୍ବରୁ କହିଥିଲି, ସେମାନେ କୁହନ୍ତି କି ମନୁଷ୍ୟକୁ ଯାହା ସବୁଠାରୁ ଅଧିକ ଯନ୍ତ୍ରଣା ଅନୁଭବ ହୁଏ, ତାହା ଅଗ୍ନିରେ ଜଳିବାର ଯନ୍ତ୍ରଣା। ନର୍କକୁ ଯାଉଥିବା ଧନୀ ଲୋକର ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁ ବୁଝାଇଲେ କି ନର୍କରେ ଯନ୍ତ୍ରଣା ହେଉଛି ସବୁଠାରୁ ଭୟଙ୍କର ଯନ୍ତ୍ରଣା, ଯାହାର ତୁଳନା ଏହି ପୃଥିବୀରେ କୌଣସି ଯନ୍ତ୍ରଣା ସହିତ କରାଯାଇପାରିବ ନାହିଁ। ଆସନ୍ତୁ ଆମ୍ଭେ ପଦ 25 ସହିତ ଜାରି ରଖିବା। କିନ୍ତୁ ଅବ୍ରାହମ କହିଲେ, ପୁଅରେ, ତୁ ଯେ ବଞ୍ଚିଥିବା ସମୟରେ ତୋର ଭଲ ବିଷୟ ସବୁ ପାଇଲୁ, ଆଉ ଲାଜର ସେହିପରି ମନ୍ଦ ବିଷୟ ସବୁ ପାଇଲା, ଏହା ମନେ କର। କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ। ତାହା ଛଡ଼ା ତୁମ୍ଭ ଆମ ମଧ୍ୟରେ ଅତି ବୃହତ ବ୍ୟବଧାନ ଅବସ୍ଥିତ, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇପାରନ୍ତି ନାହିଁ, ପୁଣି ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସିପାରନ୍ତି ନାହିଁ। ସେଥିରେ ସେ କହିଲା, ହେ ପିତା, ତାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋର ପିତାଙ୍କ ଗୃହକୁ ପଠାନ୍ତୁ, କାରଣ ମୋହର 5 ଭାଇ ଅଛନ୍ତି, ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସନ୍ତି, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବ। ଯଦିଓ ଧନୀ ଲୋକ ଅନେକ ଲୋକଙ୍କୁ ସ୍ୱର୍ଗ ଏବଂ ନର୍କ ବିଷୟରେ କଥାବାର୍ତ୍ତା କରୁଥିବାର ଶୁଣିଲା, କିନ୍ତୁ ସେମାନେ ଯାହା କହିଲେ ସେ ତାଙ୍କୁ ଅଣଦେଖା କଲେ। ତାଙ୍କୁ ସନ୍ଦେହ ହେଲା କି କ'ଣ ପ୍ରକୃତରେ ସେହି ସ୍ଥାନ ଅଛି। କିନ୍ତୁ ଯେତେବେଳେ ସେ ମରିଗଲା, ତେବେ ସେ ନର୍କରେ ଯନ୍ତ୍ରଣାର ଅନୁଭବ କଲା ଏବଂ ଆପଣା ଜିଭକୁ ଥଣ୍ଡା କରିବା ପାଇଁ ଏକ ବୁନ୍ଦା ପାଣି ପାଇଁ ଭିକ ମାଗିଲା। କ'ଣ ଏହାର ଅର୍ଥ ଏହା ନୁହେଁ କି ଆପଣଙ୍କୁ ନର୍କରେ ଟିକିଏ ମଧ୍ୟ ଆରାମ ପ୍ରାପ୍ତ ହୋଇପାରିବ ନାହିଁ? ଭାଇ ଓ ଭଉଣୀମାନେ, ପରମେଶ୍ୱର ଆମ୍ଭମାନଙ୍କୁ ଏହିପରି ଯନ୍ତ୍ରଣାରୁ ରକ୍ଷା କରିଛନ୍ତି। ଯେହେତୁ ନର୍କ ଏପରି ସ୍ଥାନ, ତେଣୁ ପରମେଶ୍ୱର ଏହି ପୃଥିବୀକୁ ଆସିଲେ ଏବଂ ବାରମ୍ବାର କହିଲେ, ପରମେଶ୍ୱରଙ୍କୁ ବିଶ୍ୱାସ କର, ହଁ ନା? ଆସନ୍ତୁ ଆମ୍ଭେ ପଦ 29 ସହିତ ଜାରି ରହିବା। କିନ୍ତୁ ଅବ୍ରାହମ କହିଲେ, ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ। ସେଥିରେ ସେ କହିଲା, ହେ ପିତା ଅବ୍ରାହମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହେଲେ ସେମାନେ ମନ ପରିବର୍ତ୍ତନ କରିବେ। ସେ ଭାବିଲା କି ଲୋକମାନେ ସେତେବେଳେ ବିଶ୍ୱାସ କରିବେ ଯଦି ମୃତମାନଙ୍କ ମଧ୍ୟରୁ ଜଣେ ଜୀବିତ ହୁଏ ଏବଂ ସେ ସେମାନଙ୍କ ନିକଟକୁ ଯାଇ କହିବ, ସ୍ୱର୍ଗ ଓ ନର୍କ ପ୍ରକୃତରେ ବିଦ୍ୟମାନ ଅଛି, ଏଥିପାଇଁ ନର୍କକୁ ଯାଅ ନାହିଁ ଯେଉଁଠାରେ ତୁମ୍ଭେ ଯନ୍ତ୍ରଣା ଭୋଗିବ। ତୁମ୍ଭମାନଙ୍କ ଭାଇ ମୋତେ ଏହି ସନ୍ଦେଶ ଦେବା ପାଇଁ କହିଛନ୍ତି, କିନ୍ତୁ ଯଦି ସେ ଏପରି କରେ, ତଥାପି କ'ଣ ସେମାନେ ସ୍ୱୀକାର କରିବେ? ପରମେଶ୍ୱର କହିଲେ କି ସେମାନେ ସ୍ୱୀକାର କରିବେ ନାହିଁ। ପଦ 31, କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ। ଭାଇ ଓ ଭଉଣୀମାନେ, ଯୀଶୁ ଏହି ପୃଥିବୀକୁ ଆସିଲେ ଏବଂ ଆମ୍ଭମାନଙ୍କୁ କହିଲେ କି ନର୍କ ପରି ଯନ୍ତ୍ରଣାଦାୟକ ସ୍ଥାନ ଅଛି, ଆଉ ଏହା କି ସ୍ୱର୍ଗର ଅନନ୍ତ ରାଜ୍ୟ ମଧ୍ୟ ଅଛି, ଯେଉଁଠି ଆମ୍ଭେ ପରମେଶ୍ୱରଙ୍କ କୋଳରେ ଆରାମ କରିପାରିବା। ଥରେ ଯେତେବେଳେ ଆମ୍ଭମାନଙ୍କ ଜୀବନ ଏହି ପୃଥିବୀରେ ସମାପ୍ତ ହୁଏ, ତେବେ ସମସ୍ତଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଆହ୍ୱାନ କରାଯିବ। ଯେଉଁଦିନ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଆହ୍ୱାନ କରାଯିବ, ଏହା ସ୍ଥିର କରାଯିବ କି ଆମ୍ଭେ ନର୍କକୁ ଯିବା କି ସ୍ୱର୍ଗକୁ। କ'ଣ ଆମ୍ଭ ସମସ୍ତଙ୍କୁ ସ୍ୱର୍ଗର ଅନନ୍ତ ରାଜ୍ୟକୁ ଯିବା ଉଚିତ ନୁହେଁ? ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ପାଇଁ ବର୍ତ୍ତମାନ କ'ଣ ଆମ୍ଭେ ଆରାଧନା କରୁନାହୁଁ, ପ୍ରାର୍ଥନା କରୁନାହୁଁ, ପରମେଶ୍ୱରଙ୍କୁ ପାପ କ୍ଷମା ମାଗୁନାହୁଁ, ଆଉ ସମସ୍ତ ଲୋକଙ୍କୁ ଖୁସିର ଖବର ଶୁଣାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁନାହୁଁ? ଏହି ପୃଥିବୀରେ ଆମ୍ଭମାନଙ୍କ ଜୀବନ ବାସ୍ତବରେ ଅସ୍ଥାୟୀ। ପିତା ଏବଂ ମାତା ପରମେଶ୍ୱର ଆମ୍ଭମାନଙ୍କୁ ବହୁତ ପ୍ରେମ କରନ୍ତି। ଏଥିପାଇଁ ଆମ୍ଭମାନଙ୍କୁ ଆପଣା କ୍ଷୁଦ୍ର ଜୀବନ କାଳରେ ଉଦ୍ଧାର ପ୍ରାପ୍ତ କରିବା ଏବଂ ସ୍ୱର୍ଗରେ ପ୍ରବେଶ କରିବାର ସୁଯୋଗ ଦିଆଯାଇଅଛି। ଏଥିପାଇଁ ଆମ୍ଭେ ପରମେଶ୍ୱରଙ୍କୁ ଧନ୍ୟବାଦ ଓ ମହିମା ଦେଉଅଛୁ। ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 20 ପଦ 10କୁ ଯିବା। ଯେଉଁ ଦିଆବଳ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା। ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି,
ପୁଣି ସେମାନେ ଦିବାରାତ୍ର କେବେ ପର୍ଯ୍ୟନ୍ତ ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ। ଭଣ୍ଡ ଭାବବାଦୀ ଏବଂ ସେମାନଙ୍କର ସମସ୍ତ ଅନୁଗାମୀ ଦିବରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ। ପଦ 14 ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ ଅର୍ଥାତ୍ ଅଗ୍ନିମୟ ହ୍ରଦ ଦ୍ୱିତୀୟ ମୃତ୍ୟୁ, ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହା ସହିତ କ'ଣ ହେବ? ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା। କ'ଣ ଆମ୍ଭେ ପରମେଶ୍ୱରଙ୍କଠାରେ କୃତଜ୍ଞ ନୁହଁ କି ସେ ଆମ୍ଭମାନଙ୍କୁ ବାପ୍ତିସ୍ମ ଦେଲେ ଏବଂ ଜୀବନର ପୁସ୍ତକରେ ଆମ୍ଭମାନଙ୍କ ନାମ ଲେଖିଲେ? ଯେହେତୁ ସଂସାରର ଲୋକମାନେ ଏହା ଜାଣନ୍ତି ନାହିଁ, ଏଥିପାଇଁ ଆମ୍ଭମାନଙ୍କୁ ବାରମ୍ବାର ସେମାନଙ୍କୁ ସତ୍ୟ ପ୍ରଚାର କରିବା ଏବଂ ବାପ୍ତିସ୍ମ ନେବା ପାଇଁ କହିବା ସତ୍ତ୍ୱେ ସେମାନେ ଶୁଣନ୍ତି ନାହିଁ। ସେମାନଙ୍କୁ ସନ୍ଦେହ ଅଛି କି କ'ଣ ଆତ୍ମିକ ଦୁନିଆର ଅସ୍ତିତ୍ୱ ଅଛି? ଭାଇ ଓ ଭଉଣୀମାନେ, CRPSରେ ପୀଡ଼ିତ ଯେକୌଣସି ରୋଗୀ କଦାପି ଭାବିନଥିଲେ କି ସେମାନେ ସିଣ୍ଡ୍ରୋମରେ ପୀଡ଼ିତ ହେବେ। ସେମାନଙ୍କ ମଧ୍ୟରୁ କେହି ମଧ୍ୟ କେବେ ଭାବିନଥିଲେ, କିନ୍ତୁ ଏହା ହଠାତ୍ ସେମାନଙ୍କ ଉପରେ ଆସିଲା। କେତେକ 20 ବର୍ଷ ବୟସରେ, କେତେକ 30 ବର୍ଷ ବୟସରେ, ଆଉ କେତେକ ତାଙ୍କ 40 ବର୍ଷ ବୟସରେ। ତାପରେ ସେମାନଙ୍କୁ ଅନୁଭବ ହେଲା କି ଯନ୍ତ୍ରଣାରେ ରହିବା ପୂର୍ବରୁ ସେମାନଙ୍କ ଜୀବନ କେତେ ଖୁସି ଏବଂ ମହାନ ଥିଲା। ଏହି ଯନ୍ତ୍ରଣାକୁ ଦୂର କରିବା ପାଇଁ ଏହି ପୃଥିବୀରେ କୌଣସି ରାସ୍ତା ନାହିଁ। ଆସନ୍ତୁ ଆମ୍ଭେ ପଦ 12କୁ ଯିବା। ପୁଣି ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକକୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି। ଆଉ ପୁସ୍ତକ ସବୁ ଫିଟାଗଲା। ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା। ମୃତମାନେ କାହା କର୍ମାନୁସାରେ ବିଚାରିତ ହେଲେ, ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ଏହି ପୃଥିବୀରେ ରହିବା ସମୟରେ ଆମ୍ଭମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ, ଆମ୍ଭମାନଙ୍କ ବିଶ୍ୱାସ ଏବଂ ଆପଣା ପାପର କ୍ଷମା ପ୍ରାପ୍ତ କରିବା ପାଇଁ କରାଯାଇଥିବା ପ୍ରୟାସ, ଜୀବନ ପୁସ୍ତକରେ ଏହିସବୁ ଜିନିଷ ଗୁଡ଼ିକର କ'ଣ ହେବ? ସେସବୁ ରେକର୍ଡ ହେବ। ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ। ପୁଣି ସେମାନେ ପ୍ରତ୍ୟେକ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ପରମେଶ୍ୱର ବାରମ୍ବାର କହୁଛନ୍ତି କି ସେମାନଙ୍କ କର୍ମାନୁସାରେ। ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ ଅର୍ଥାତ୍ ଅଗ୍ନିମୟ ହ୍ରଦ ଦ୍ୱିତୀୟ ମୃତ୍ୟୁ, ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା। କେବଳ ଏହି ଦେଶରେ CRPSରେ ପୀଡ଼ିତ ହଜାର ହଜାର ଲୋକ ଥିବେ। ଯେତେବେଳେ ଆପଣ ସେମାନଙ୍କ କାହାଣୀ ଶୁଣିବେ, ତେବେ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରେ। ମନୁଷ୍ୟ ସେହି ଯନ୍ତ୍ରଣା ସହିତ କେମିତି ବଞ୍ଚିପାରିବ? ଏହି କାରଣରୁ କି ପରମେଶ୍ୱର ଆମ୍ଭମାନଙ୍କୁ ନରକର ଯନ୍ତ୍ରଣାରୁ ରକ୍ଷା କରିବା ପାଇଁ ଦ୍ୱିତୀୟ ଥର ଏହି ପୃଥିବୀକୁ ଆସିବାର ପ୍ରତିଜ୍ଞା କଲେ। ଆସନ୍ତୁ ଆମ୍ଭେ ଏବ୍ରୀ ଅଧ୍ୟାୟ 9ରେ ଏହାକୁ ପୁଣି ଥରେ ନିଶ୍ଚିତ କରିବା। ପାପ କ୍ଷମା ପ୍ରାପ୍ତ କରିବାରେ ଅସଫଳ ହେବା ପରେ ଆମ୍ଭେ କେଉଁଠାକୁ ଯିବା? ଆମ୍ଭେ ନରକକୁ ଯିବା। ଏହି କାରଣରୁ ପରମେଶ୍ୱର ସ୍ୱୟଂ ଶରୀରରେ ଆସିଲେ ଏବଂ ଆମ୍ଭମାନଙ୍କୁ ନୂତନ ନିୟମର ନିସ୍ତାର ପର୍ବ ମାଧ୍ୟମରେ ପାପ କ୍ଷମା ଦେବାର ପ୍ରତିଜ୍ଞା କଲେ। ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋର ସେହି ରକ୍ତ। ଏହି ନୂତନ ନିୟମ ତୁମ୍ଭମାନଙ୍କ ପାଇଁ ଢଳାଯାଇଅଛି। ଅଧ୍ୟାୟ 9 ପଦ 27ରେ ଏହା ଲେଖା ହୋଇଛି, ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ ଆଉ ତାପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ୱିତୀୟ ଥର ପାପ ସକାଶୁ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ କ'ଣ ଦେବେ? ଦର୍ଶନ ଦେବେ। ଯେତେବେଳେ ପରମେଶ୍ୱର ପ୍ରଥମ ଥର ଏହି ପୃଥିବୀକୁ ଆସିଥିଲେ, ସେତେବେଳେ ଇସ୍ରାଏଲମାନେ ପରମେଶ୍ୱରଙ୍କ ସହିତ କିପରି ବ୍ୟବହାର କରିଥିଲେ? ଯେତେବେଳେ ମଧ୍ୟ ସେମାନେ ତାଙ୍କୁ ଦେଖିଲେ, ସେମାନେ ତାଙ୍କୁ ପରିହାସ କଲେ ଏବଂ ଯେତେବେଳେ ମଧ୍ୟ ସେ ସେମାନଙ୍କ ନିକଟରେ ପ୍ରଚାର କରୁଥିଲେ, ସେମାନେ ତାଙ୍କୁ ବିରୋଧ କଲେ। ସେମାନେ ତାଙ୍କ ଉପରେ 2 ଡକାୟତଙ୍କ ତୁଳନାରେ ଅଧିକ ମନ୍ଦ କାର୍ଯ୍ୟ କରିବାର ଅଭିଯୋଗ କଲେ। ସେମାନେ ତାଙ୍କ ମସ୍ତକରେ କଣ୍ଟା ମୁକୁଟ ଲଗାଇଲେ, ଚାବୁକ ମାରିଲେ, ତାଙ୍କ ଉପରେ ଛେପ ପକାଇଲେ, ମୁହଁରେ ଚାପୁଡ଼ା ମାରିଲେ ଏବଂ ତାଙ୍କୁ ଏକ କ୍ରୁଶରେ ହତ୍ୟା କଲେ। ସେମାନେ ସେହି ସମସ୍ତ ଆପଣା ଭବିଷ୍ୟତରେ ହେବାକୁ ଥିବା ଯନ୍ତ୍ରଣାକୁ ନ ଜାଣି କଲେ। ଅନୁତାପ କରିବାର ସୁଯୋଗ ଏହି ଯୁଗରେ ସମାପ୍ତ ହେଉଅଛି। ଏହି ପବିତ୍ର ଆତ୍ମାଙ୍କ ଯୁଗ ପରେ ପାପରୁ ମୁକ୍ତ ହେବାର କୌଣସି କାର୍ଯ୍ୟ ନାହିଁ।
ଆସନ୍ତୁ ଆମ୍ଭେ ପୁଣି ଥରେ ପରମେଶ୍ୱରଙ୍କ କୃପା ବିଷୟରେ ଚିନ୍ତା କରିବା ଏବଂ ସର୍ବଦା ପରମେଶ୍ୱରଙ୍କ ଦ୍ୱିତୀୟ ଥର ଆମ୍ଭମାନଙ୍କ ପାଇଁ ଏହି ପୃଥିବୀରେ ଆସିବା ପାଇଁ ଏବଂ ଦୁଃଖକୁ ସହ୍ୟ କରିବା ପାଇଁ ଧନ୍ୟବାଦ ଦେବା। ଆମ୍ଭମାନଙ୍କୁ ନୂତନ ନିୟମର ସେହି ସତ୍ୟକୁ ପାଳନ କରିବା ଉଚିତ ଯାହା ପରମେଶ୍ୱର ଆମ୍ଭମାନଙ୍କୁ ଦେଇଛନ୍ତି ଏବଂ ଆମ୍ଭମାନଙ୍କ ପ୍ରିୟ ସିଓନର ପରିବାରର ସଦସ୍ୟଙ୍କ ସହିତ ଏକତ୍ର ରହିବା। ଏପରି କରିବା ଦ୍ୱାରା ଆମ୍ଭ ସମସ୍ତଙ୍କୁ ଅନନ୍ତ ରାଜ୍ୟ ସ୍ୱର୍ଗରେ ଏକ ରାଜକୀୟ ସ୍ୱାଗତ ମିଳିବ। ଲୋକମାନେ ସ୍ୱର୍ଗରେ ପ୍ରବେଶ କରିବା କିମ୍ବା ନର୍କକୁ ପଠାଯିବାର ଛକରେ ଠିଆ ହୋଇଛନ୍ତି। ଏଥିପାଇଁ ବିଚାର ଦିନ ଆସିବା ପୂର୍ବରୁ ମୁଁ ଆପଣ ସମସ୍ତଙ୍କୁ ସ୍ୱର୍ଗ ଆଡ଼କୁ, ଯାହା ପ୍ରେମ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଦୁନିଆ, ମାର୍ଗଦର୍ଶନ କରିବା ପାଇଁ କହିବାକୁ ଚାହୁଁଅଛି। ଏହାଦ୍ୱାରା ମୁଁ ଆଜିର ଉପଦେଶକୁ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।